जय जगन्नाथ। जय श्रीकृष्ण। चतुर्विधा भजते मां जनाहा सुकृतिनो जुन आत्मजिज्ञासु रथार्थी ज्ञानी च भरत सब तेषां ज्ञानी नित्ययुक्त एक भक्ति विशिषते प्रिय हि ज्ञानीनो तीर्थ महंस च मम प्रिय। ଯେଉଁମାନେ ଆର୍ତ ଜିଜ୍ଞାସୁ ଅର୍ଥପାଥୀ ଏମାନେ ଏକାଂଶ ଜ୍ଞାନୀ ପୁଣ୍ୟବନ୍ତ ମୋତେ ନିଷ୍କାମରେ ଏକାଗ୍ରରେ ଭଜନ୍ତି। ଆର୍ତ ଜିଜ୍ଞାସୁ ଅର୍ଥପାଥୀ ଏମାନେ ସକାମୀ ଜ୍ଞାନୀ ଅଟନ୍ତି। ଯେଉଁମାନେ ନିଷ୍କାମୀ ଜ୍ଞାନୀ ମୋତେ ଭଜନ୍ତି ସେମାନେ ମୋର ପ୍ରିୟ। ଭଗବାନ କଣ କହିଲେ? ମୋର ପ୍ରିୟ କିଏ ନା ମୋର ପ୍ରିୟ ହେଉଛି ନିଷ୍କାମୀ ଭକ୍ତି। ଯେଉଁମାନେ ନିଷ୍କାମ ଭାବରେ ମୋତେ ଭକ୍ତି କରନ୍ତି, କୌଣସି କାମନା ରଖିକିରି ମୋତେ ଭକ୍ତି ନ କରେ, ସିଏ ହେଉଛି ମୋର ପ୍ରିୟ। ଭଗବାନ ନିଜେ ଏଠି ଲେଖିଛନ୍ତି, ଯେଉଁମାନେ ନିଷ୍କାମୀ ଜ୍ଞାନୀ ମୋତେ ଭଜନ୍ତି ସେମାନେ ମୋର ପ୍ରିୟ। ଭଗବାନଙ୍କ ପ୍ରିୟ ପ୍ରିୟ ଅଛନ୍ତି। ଆମେ ମାନେ ଯଦି ଗୋଟେ ବାପାର 3-4ଟା ପିଲା ହେଲେ ଦେଖିବେ, ବାପା ମା କେବେ ସମସ୍ତଙ୍କୁ ସମାନ ଭାବେ ଭଲ ପାଇବନି। ଦେଖିବ ଯେମିତି ହେଲେ ବଡକୁ ଯଦି କିଏ ଭଲ ପାଇଲା କି କିଏ ଗୋଟେ ସାନକୁ ଭଲ ପାଇଲା, ସମସ୍ତଙ୍କ ପରିବାର ଭିତରେ ଯେତେ ପରିବାର ଭିତରେ ଯିଏ ଅଛନ୍ତି କେବେ ବି 4ଟା ପିଲାକୁ ସମାନ ଭାବରେ ଭଲ କୋଉ ବାପା ମା ପାଉନଥିବେ। କାଁ ବା କୁସ୍ଚିତ କିଏ ଯଦି ପାଉଥିବେ ମୁଁ କହିପାରିବିନି, କିନ୍ତୁ ପ୍ରାୟ ଦେଖିବେ ଉପର ନିଚ ଥବ, ଉପର ତଳ ଥବ। କିଏ ବଡକୁ ଅଧିକା ଭଲ ପାଉଥିବ, କାହାର ମା ବା ସାନକୁ ଅଧିକା ଭଲ ପାଉଥିବ, କାହାର ବାପା ମଝିଆ ବୋଉକୁ ଅଧିକା ଭଲ ପାଉଥିବ, ମଝିଆ ଝିଅକୁ କିଏ ଅଧିକା ଭଲ ପାଉଥିବ। କେବେ ବି କଣ ସମାନ ଭାବେ ଭଲ ପାଉନଥିବ। ସେମିତି ଭଗବାନଙ୍କର ମଧ୍ୟ ପ୍ରିୟ ପ୍ରିୟ ଅଛି। ଯିଏ ନିଷ୍କାମ ଭକ୍ତି କରୁଥିବ, ନିଷ୍କାମ ଭାବରେ ଭଗବାନଙ୍କୁ ଡାକୁଥିବ, ମାନେ କୌଣସି ଫଳ ଆଶା ରଖିନଥିବ, କେବଳ ଭଗବାନଙ୍କ ନାମ ଧରୁଥିବ, ଭଗବାନଙ୍କ ପାଖକୁ ମନ୍ଦିର ଇଏ ଭଲ ମନ୍ଦ ଯାଉଥିବ, ଭଗବାନଙ୍କୁ ଡାକୁଥିବ, କେବଳ ସବୁଠେଇଁ ସେ ଭଗବାନଙ୍କୁ ଦେଖୁଥିବ, ସିଏ ହେଉଛି କଣ ନିଷ୍କାମୀ। ସିଏ କଣ ଫଳ ଆଶା ମନ୍ଦିର ଗଲା ଫଳ ଆଶା ରଖିବନି। ଆମେ ମାନେ କଣ କରୁଛେ? ମନ୍ଦିର ଯାଉଛେ, ଦୀପ ଜାଳୁଛେ, ପ୍ରଭୁ ମୋର ଏଇଆ କରିଦିଅ, ମୋର ସେଇଆ କରିଦିଅ, ମୋ ଘର ଛାତ ପଡିଯାଉ। ନାଇଁ, ଆମର ସେଥିରେ ଫଳ ରହିଲା, ଆମେ ସେଟା କଣ ଆମ ପାଇଁ ଡାକିଲେ, ସେଥିରେ କଣ ଭଗବାନ ପାଇଁ କିଛି ଡାକିଲେ? ଆମେ ମନ୍ଦିର ଯିବା, ଦୀପ ଜାଳିଆ, ଭଗବାନ ତମର ମଙ୍ଗଳ ହଉ, ତମେ ଖୁସି ରହିଲେ ସୃଷ୍ଟି ଖୁସି ରହିବ। କେବେ କିଏ ଡାକିଛେ ଆମେ କହିଲ? କିଏ ଡାକିଛେ? ସମସ୍ତେ ନିଜ ପାଇଁ ଡାକିଛେ। ଆରେ ଆମକୁ ଏ ସୃଷ୍ଟିକି ଯିଏ ଆଣିଛନ୍ତି, ଯିଏ ଆମର ପ୍ରକୃତ ବାପା, ଆମେ ଦିନେ ହେଲେ ତାଙ୍କ ପାଇଁ ପ୍ରାର୍ଥନା କରିଛି କିଏ? ନା। କିଏ କରୁଥିବେ ମୁଁ ଜାଣିନାହିଁ, କିଏ କରୁଥିବେ, କିନ୍ତୁ ହେଲେ ବି ସମସ୍ତେ ଆମ ନିଜ ପାଇଁ ଆମେ ନିଜେ ଡାକୁଛେ। ପ୍ରଭୁ ମୋ ଘର ଛାତ ପଡିଯାଉ, ପ୍ରଭୁ ମତେ ପୁଅ ଦିଅ, କିଏ କହୁଛି ପ୍ରଭୁ ମତେ ଝିଅ ଦିଅ, କିଏ କହୁଛି ମୋର ଧନ ଦିଅ। କିଏ ଆମେ ଭଗବାନ ପାଇଁ ଚିନ୍ତା କରିଛେ? ଦେଖିବେ, ଭଗବାନ ପାଇଁ ଚିନ୍ତା କଲ, ଭଗବାନ ହୁଅନ୍ତି ସୃଷ୍ଟିର ମାଲିକ। ସିଏ ଖୁସିରେ ରହିଲେ, ସିଏ ଶାନ୍ତିରେ ରହିଲେ, ଆମେ ସମସ୍ତେ ଶାନ୍ତିରେ ରହିବା, ଖୁସିରେ ରହିବା। ତେଣୁକରି ତାଙ୍କୁ ଦୁଃଖ କଷ୍ଟ କିଏ ଦବ? କିନ୍ତୁ ଆମେ ସେଇପରି ଭାବନା ରଖିବା ଯେ ଦେଖ, ଆମ ମାନଙ୍କ ପାଇଁ ଭଗବାନ ଆମକୁ ଆଖି ଦେଇଛନ୍ତି, କାନ ଦେଇଛନ୍ତି, ନାକ ଦେଇଛନ୍ତି, କେତେ ସୁନ୍ଦର ଭାବେ ଭଗବାନ ଆମକୁ ଗଢିଛନ୍ତି। ଯଦି ଆଖି ନଥାନ୍ତା ଆମେ ଦେଖିପାରିଥାନ୍ତେ ସୁନ୍ଦର ସୃଷ୍ଟିକି? ତେଣୁକରି ଭଗବାନ ଆମକୁ ସେଠି ଭଲ ପାଆନ୍ତି ବୋଲି ଆଖି କାନ ସବୁ ଦେଇକି ପରିପୂର୍ଣ୍ଣ କରି ଛାଡ଼ିଲେ। କିନ୍ତୁ ଆମେ ଦିନେ ହେଲେ ତାଙ୍କ ପାଇଁ ପ୍ରାର୍ଥନା କରିଛେ, ତାଙ୍କ ପାଇଁ ହାତ ଯୋଡ଼ିଛେ, ପ୍ରଭୁ ତମେ ଖୁସିରେ ରୁହ। ତାଙ୍କୁ ତ ଦୁଃଖ କେହି ଦେଇପାରିବେନି, କିନ୍ତୁ ହେଲେ ବି ଆମ ଭିତର ଭାବନା ତାଙ୍କ ପ୍ରତି ଅଛି ନା। ତେଣୁକରି ମନ୍ଦିର ଯିବା ଗଲେ ନିଜ ପାଇଁ ତ ଡାକିବା, ଆମ ପାଇଁ ସିଏ ଚିନ୍ତା କରିବେ। ଆମେ କାହିଁ ଫଳ ଆଶା ରଖିବା? ଆମ ପାଇଁ କଣ ଭଲ କଣ ଖରାପ, ଆମ ପାଦ ଯଦି କଣ୍ଟାଟେ ମାଡ଼ି ଯାଉଥିବ, ଭଗବାନ ତାକୁ କାଢିକି ଫୋପାଡ଼ି ଦେବେ। କିନ୍ତୁ ବିପଦ ଘଟିବ, ଯୋଉଟା ବଡ ହବାର ଥିବ ଭଗବାନ ତାକୁ ଛୋଟ କରିଦେବେ। ନିଶ୍ଚୟ କରିବେ ଭଗବାନ। ତାଙ୍କ ଉପରେ ବିଶ୍ୱାସ ରଖିଲେ ସେ ଆମକୁ ଆମ ହାତ ଧରି ବାଟ କଢେଇ ନେଇଯିବେ। ତେଣୁକରି ଆମେ ଆମ ପାଇଁ କାହିଁ ଚିନ୍ତା କରିବା? ଆମେ ଭଗବାନଙ୍କ ପାଇଁ ଚିନ୍ତା କରିବା। ପ୍ରଭୁ ତମେ ସବୁବେଳେ ଖୁସିରେ ରହିଲ, ତମର ସବୁବେଳେ ମଙ୍ଗଳ ହଉ, ସବୁବେଳେ ଭଲ ହଉ, ତମେ ଖୁସିରେ ରୁହ। ଆମେ ଭଗବାନଙ୍କ ପାଇଁ ଚିନ୍ତା କଲେ ଭଗବାନ ଆମ ପାଇଁ ଚିନ୍ତା କରିବେ। ତେଣୁକରି ଭଗବାନ କହିଲେ, ଯେଉଁମାନେ ନିଷ୍କାମୀ ଜ୍ଞାନୀ ମୋତେ ଭଜନ୍ତି ସେମାନେ ମୋର ପ୍ରିୟ ଅଟନ୍ତି। ଆଉ ଭଗବାନ ତାଙ୍କ ପ୍ରିୟ ଲୋକଙ୍କୁ, ପ୍ରିୟ ପଦାର୍ଥକୁ କେବେ ହଇରାଣ କରିବେ? ଆର୍ତ ଜିଜ୍ଞାସୁ ଅର୍ଥପାଥୀ ଜ୍ଞାନୀ ଏ ଚାରୋଟିର ମତି ପୁଣ୍ୟବନ୍ତ ଏ ଭଜେ ମୋତେ ଶୁଣ ଅର୍ଜୁନ ତୋ ସଚିତେ। ଆର୍ତରେ ଗଜଡାକ ଦେଲା ଉଦ୍ଧବ ଜିଜ୍ଞାସା କରିଲା ସୁଦାମା କଲା ଅର୍ଥେ ମନ ସୁକ ସନକ ପୁଛି ଜ୍ଞାନ। ଆର୍ତ ଜିଜ୍ଞାସୁ ଅର୍ଥପାଥୀ ସକାମୀ ଏମାନେ ଅଟନ୍ତି ଜ୍ଞାନୀ ଯେ ନିଷ୍କାମୀ ଅଟଇ ମୋ ପ୍ରିୟ ଏହି ଶ୍ରେଷ୍ଠ ହୋଇ ଅପ୍ରିୟ ମୋ ସକାମ ଜ୍ଞାନ। ଅର୍ଜୁନ ଏହା ଭଲେ ଜାଣ। ଜୟ ଜଗନ୍ନାଥ।